କୁଣ୍ଡିନଗ୍ରେ ବରବେଶୀ ଶିଶୁପାଳର ପ୍ରବେଶ ଓ ବିଦ୍ୟାଧର ବ୍ରାହ୍ମଣର ପୂର୍ବଶାପ ବିବରଣ। ଏଥୁ ଅନନ୍ତରେ କଥା ଶୁଣ ଦିବ୍ୟ ରସ, ନିମନ୍ତ୍ରଣ ପାଇ ତେଣେ ରାଜା ଦମ ଘୋଷ। ପୁତ୍ରର ବିବାହ ପାଇଁ କଲେ ଅନୁକୂଳ, ବରବେଶେ ବାହାରିଲା ବୀର ଶିଶୁପାଳ। 96 ସହସ୍ର ରାଜା ଘେନି ସଙ୍ଗତରେ, ଜରାସନ୍ଧ ବିଜେ କଲା ବହୁତ ସମ୍ଭାରେ। ହାତୀରଥି ଅଶ୍ୱ ଆଦି ଚତୁରଙ୍ଗ ସେନା, ଗହଣ ଲଗାଇ ଚାଲି ଯାନ୍ତି ଅକଳନା। ବଜାଇ ବିଜୟ ଶଙ୍ଖ ମଙ୍ଗଳ ମହୁରୀ, ବାଦ୍ୟନାଦ ଶବଦରେ କମ୍ପେ ତିନି ପୁରୀ। ସଙ୍ଗୀ ରାଜା ମାନଙ୍କର ଅପ୍ରମିତ ବଳ, ଦିଶନ୍ତି ଯେ ସନେ ମାଡ଼ି ଆସେ ସିନ୍ଧୁ ଜଳ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ଜାତି, 36 ପାଟକ ଲୋକେ ଘେନି ଚାଲିଛନ୍ତି। ଅସଂଖ୍ୟ ଧବଳ ଛତ୍ର ଅସଂଖ୍ୟ ଚାମର, ଗଗନେ ପତାକା ରାଜି ଉଡ଼େ ଫର ଫର। ଗୁରୁ ବିପ୍ର ପୁରୋହିତ ନଟ ଭାଟ ମୂଳେ, ଯାତ୍ରା ଗହଳରେ ଚାଲିଛନ୍ତି ଦଳେ ଦଳେ। ଜରାସନ୍ଧ ଆଦି କରି ସକଳ ନୃପତି, ଶିଶୁପାଳ ସଙ୍ଗେ ହୋଇଛନ୍ତି ବରଯାତ୍ରୀ। ପଟୁଆର କରି ସର୍ବପଥ ବାହି ଗଲେ, କୁଣ୍ଡିନଗ୍ର ନିକଟରେ ପ୍ରବେଶ ହୋଇଲେ। ରୁକ୍ମଣ ବାରତା ପାଇ ହୋଇଲା ଆନନ୍ଦ, ମୁଖ ବିକାଶଇ ଯେହ୍ନେ ପୂର୍ଣ୍ଣିମାର ଚାନ୍ଦ। ପାତ୍ର ମନ୍ତ୍ରୀ ସଙ୍ଗେ ଘେନି ଗଜ ପୃଷ୍ଠେ ବସି, ପାଛଟାଇ ଘେନି ଗଲା ଅଧ ବାଟୁ ଆସି। ଅମାନତ୍ୟ ଗଣ ଘେନି ଭୀଷ୍ମକ ନୃପତି, କଣ କଣ କରି ଖୋଜି ଚରଚା କରନ୍ତି। ରାଜାଙ୍କ ନର ପାତ୍ର ମନ୍ତ୍ରୀଙ୍କ ଉଆସ, ଯେଝା ଅନୁରୂପେ ଦେଲେ ଭିନ୍ନ ଭିନ୍ନ ବାସ। ସୈନ୍ୟ ସେନାପତି ଘର ଅଶ୍ୱଗଜଶାଳ, ପୂର୍ବରୁ ସଜାଡ଼ି ରଖିଥିଲେ ମାଳ ମାଳ। ସମସ୍ତେ ରହିଲେ ଯାଇ ଯେ ଯାହାର ବାସେ, ପାତ୍ର ମନ୍ତ୍ରୀ ମାନେ ଚର୍ଚ୍ଚା କରନ୍ତି ହରସେ। ସୁଗନ୍ଧ ଚନ୍ଦନ ପାନ କସ୍ତୁରୀ କର୍ପୂର, ଯେ ଯାହା ନିଯୋଗୀ ଲାଗି ଦିଅନ୍ତି ଅପାର। ପାକଶାଳାରେ ବ୍ରାହ୍ମଣେ ରାନ୍ଧି ନାନା ଦ୍ରବ୍ୟ, ସୁବର୍ଣ୍ଣ ଥାଳିରେ ନେଇ ପରସନ୍ତି ସର୍ବ। ଲକ୍ଷ ଲକ୍ଷ କୋଟି କୋଟି ଭୁଞ୍ଜି ଏକା ବେଳେ, ଆଚମନ କରି ଯାନ୍ତି ସୁବାସିତ ଜଳେ। ଅଧାମ ଗୋଟିକା ସର ଦହି ଛେନା ପଣା, ଯେ ଯାହା ଲୋଡ଼ଇ ତାହା ମିଳେ ଅକଳନା। କର୍ପୂର ଚନ୍ଦନ ମୁଖ ବାସ ଗୁଆ ପାନ, ଭୁଞ୍ଜି କରି ଆନନ୍ଦିତ ହେଲେ ସର୍ବଜନ। ରାଜାଗଣ ଆଦି କରି ବାଦ୍ୟକାର ଯାଏ, ଆପଣା ରୁକ୍ମଣ ଥାଇ ଚରଚା କରାଏ। ଚାରିଉଣା ଲକ୍ଷେ ରାଜା ହୋଇଛନ୍ତି ରୁଣ୍ଡ, ଦେଖଣା ହାରିରେ ପୁରୀ ଅଛି ରାଜଦାଣ୍ଡ। ପ୍ରତିଦ୍ୱାର ଦାଣ୍ଡ ହାଟ ଦିଶେ ପରିମଳ, ଆନନ୍ଦରେ ଦେଖୁଛନ୍ତି ବୁଲି ଦଳ ଦଳ। ବାଜଇ ମହୁରୀ ଶଙ୍ଖ ମର୍ଦ୍ଦଳ କାହାଳି, ସୁଲକ୍ଷଣୀ ନାରୀ ମାନେ ଦିଅନ୍ତି ହୁଳହୁଳି। କେ ବୀଣା ବଜାଏ କେହୁ ଗାଉଅଛି ଗୀତ, ବେଶ୍ୟାଗଣ ବେଶ ହୋଇ କରୁଛନ୍ତି ନୃତ୍ୟ। ସୁଲଳିତ ହୁଳହୁଳି ପଞ୍ଚସ୍ୱର ନାଦ, ଶୁଣିନ ସକଳ ଲୋକେ ହୁଅନ୍ତି ପ୍ରମୋଦ। ଛାୟା ମଣ୍ଡପ ଯେ ବେଦୀ ସୁମଞ୍ଚ ପାତନା, ରତନ ମଣ୍ଡଣୀ ଦିଶେ କୁ ଏକ ଜିଣା। ବରବେଶେ ବସି ଅଛି ଶିଶୁପାଳ ବୀର, ବାହେ ଅସରଳ ସୂତା ଗଳେ ରତ୍ନହାର। କନରେ କୁଣ୍ଡଳ ଶିରେ ସୋହଇ ମୁକୁଟ,
ଅଙ୍ଗେ ରତ୍ନ ଆଭରଣ ଦିଶେ ଝଟ ଝଟ। ନୟନେ କଜଳ ରେଖା ଶିରେ ପାଗ ବାନ୍ଧି, କଟି ଦେଶେ ହଳଦିଆ ପାଞ୍ଚି ଅଛି ପିନ୍ଧି। କପାଳେ ସିନ୍ଦୁର ଚିତା ପାଦରେ ଅଳତା, ହସ୍ତର ଶ୍ରୀଫଳ କନ୍ଧେ ନୂତନ ପଇତା। ବେଦୀରେ ପଶ୍ଚିମ ଦିଗ ଅଧିବାସ ଘରେ, ଆନନ୍ଦେ ରହିଲା ବର ଯାତ୍ରୀଙ୍କ ସଙ୍ଗରେ। ସୁଖ ବୋଇଲେ ଶୁଣ ପରୀକ୍ଷ ନୃପମଣି, ଅତି ଭାଗ୍ୟେ ଭାଗବତ ପୁରାଣର ବାଣୀ। ଶପଥ ସମୁଦ୍ର ପାଣି କେ ଶୋଷି ପାରିବ, ନଦୀ ବାଲି ଗଣି ସଂଖ୍ୟା କରି କେ କହିବ। ବିଷ୍ଣୁର ମହିମା ହାଦେ ଆଦି ଅନ୍ତ ନାହିଁ, କେ ବନି ପାରିବ ତାହା ନର ଦେହ ବହି। ଲକ୍ଷ୍ମୀ ନାରାୟଣ ବିଭା ଦୁର୍ଲଭ ଚରିତ, କହନ୍ତେ ନ ସରେ ଯାର ନ ମିଳଇ ଅନ୍ତ। ଚାରିଉଣା ଲକ୍ଷେ ରାଜା ବର ଯାତ୍ରୀ ପଣେ, ଶିଶୁପାଳ ସଙ୍ଗେ ଆସି ଅଛନ୍ତି ଗହଣେ। ଏମନ୍ତ ସମ୍ଭାର ଦେଖି ଦାସୀ ଗଣ ଖରେ, ଧାଇଁ ଯାଇ ଜଣାଇଲେ ରୁକ୍ମିଣୀ ଛାମୁରେ। ବର ବର ଯାତ୍ରୀ ଆସି ରହିଲେଣି ସବୁ, ଏ ରାତି ପାହିଲେ ମାଗୋ କାଲି ବିଭା ହେବୁ। ଶୁଣିନ ରୁକ୍ମିଣୀ ଦେବୀ ହୋଇଲେ ବିକଳ, କମଳ ନୟନ ଫୁଟି ବହେ ଅଶ୍ରୁ ଜଳ। ଆହା କୃଷ୍ଣ ପ୍ରାଣ ବନ୍ଧୁ ବୋଲିଣ ସୁମରି, କେଶବାସ ସମ୍ଭାଳ ଲୋଟନ୍ତି ସୁନ୍ଦରୀ। ଓଷ୍ଠକଣ୍ଠ ସହିତରେ ତାଳୁ ଗଲା ସୁଖୀ, ଉଚ୍ଚସ୍ୱରେ ଶୋକ କରି ବୋଇଲେ ଗୋସଖୀ। ଦ୍ୱିଜବର ଗଲା ବେଳୁ ଚାହିଁ ଅଛି ବାଟ, ଚାରିଆଡ଼େ ଦିଶୁଛନ୍ତି ମୋତେ ନନ୍ଦ ଚାଟ। ଗଗନର ଚନ୍ଦ୍ରମାକୁ ବଢ଼ାଇଲି ହସ୍ତ, ସ୍ୱପ୍ନ ଧନ କାହୁଁ ମୋତେ ହେବ ପରାପତ। ଫାନ୍ଦ ପାତିଲେ କି ବାୟୁ ହୋଇପାରେ ବନ୍ଦୀ, କୋଇଲି ସୂତାରେ ଗଜ କେ ରଖିବ ବାନ୍ଧି। ସମୁଦ୍ର ତରିବ କାହୁଁ ବାନ୍ଧି ତୃଣ ଭେଳା, ଦେବଙ୍କ ସଙ୍ଗରେ କାହିଁ ମାନବଙ୍କ ମେଳା। ନବ ସଙ୍ଗେ କାକ ବକ ସଙ୍ଗେ କାକ କାହୁଁ ହୋଇବ ସମାନ, ସିଂହପୁରେ ଶୃଗାଳକୁ ମିଳଇ କି ସ୍ଥାନ। ଅଶେଷ କୋଟି ବ୍ରହ୍ମାଣ୍ଡେ ଯେ ପ୍ରଭୁ ଠାକୁର, ସେ ଲୋଡ଼ିଲେ କେଉଁ କଥା ଅଭାବ ତାଙ୍କର। କେତେ ନାନା ରତ୍ନ ବାନ ମିଳିବ ତାଙ୍କୁ, କିମ୍ପା ଏତେ ଶ୍ରମ ପାଇ ଆସିବେ ଏଥକୁ। 32 ସହସ୍ର ନାରୀ ଇନ୍ଦ୍ର ତାଙ୍କୁ ଦେଲେ, ଆପଣା ପାଦରେ ବନ୍ଦି ପୂଜା କରିଗଲେ। ମୃଗ ତୃଷ୍ଣା ଜଳରେ କି ଦୂର ହୁଏ ତୃଷା, ମୋହିନୀ ଲକ୍ଷଣୀ ବୃଥା ବଳାଇଲି ଆଶା। ମୋର ଏ ବିକଳ ଦେଖି ବୃଦ୍ଧ ଦ୍ୱିଜ ଗଲେ, ଯାଉ ଯାଉ ବାଟେ ଅବା ଫୁଟିଣ ରହିଲେ। କିବା ପଥ ଶ୍ରମ ହେତୁ ସେ ବୃଦ୍ଧ ବ୍ରାହ୍ମଣ, ଅତି କଷ୍ଟ ଭୋଗ କରି ଲୋଭିଲେ ମରଣ। ବାଟ ବଣା ହୋଇ ଅବା ପଶିଲେ ଅବାଟେ, କିବା ବଧ କଲେ ତାଙ୍କୁ ବ୍ୟାଘ୍ର ଚୌର ଖଣ୍ଟେ। ସିଂହ କି ଶାର୍ଦୂଳ ଅବା ବନ ହସ୍ତୀ ମିଳି, ଖାଇଥିବେ ନୋହିଲେ ତ ଦେଇଥିବେ ଦଳି। କିଏ ବା ମୋ ଭାଇ ତାଙ୍କୁ ବାଟରେ ଦେଖିଲା, ଏଥିର କାରଣ କିଛି ଜଣା ତ ନ ଗଲା। କିବା କେଉଁ ବ୍ୟାଧି ଜାତ ହେଲା ତାଙ୍କ ଦେହେ, ନ ଯାଇ ରହିଲେ ଅବା ଆପଣାର ଗୃହେ। ଦ୍ୱାରାବତୀ ପୁରେ ଅବା ନ ପାରିଲେ ପଶି, କିବା ଗୌରବେ ରୁହାଇଲେ ଋଷିକେଶୀ। କିଏ ବା ମୋ କଥା ପ୍ରଭୁ ନ ଶୁଣିଲେ କାଳେ, ତେଣୁ ଦେଖା ନ ଦେଲେ ସେ ବିପ୍ର ଅପମାନେ। ଏତେ କହୁ କହୁ ଦେବୀ ହତ ଜ୍ଞାନ ହୋଇ,
ଭୂତଳେ ପଡ଼ିଲେ ନିଜ ବିବେକ ହରାଇ। ଦାସୀ ପରିବାରୀ ଗଣ ସିଞ୍ଚା ବିଞ୍ଚା କଲେ, ପୁଣି କ୍ଷଣକରେ ଦେବୀ ଚେତନା ପାଇଲେ। ବୋଲନ୍ତି ଭୋ ଧର୍ମ ମତେ ନୋହି ଲଟି ସାହା, ଛାର ଶିଶୁପାଳ ପୁଣି ହେବ ମୋର ନାହା। ଏଡ଼େ ହୀନ କଥା ମୁହିଁ ଶୁଣିଲି ଯେ କର୍ଣ୍ଣେ, ନିର୍ଲଜ ଜୀବନ କିମ୍ପା ଅଛି ଅକାରଣେ। ଖାଇବି ଗରଳ ପ୍ରାଣେ ଆଶା ନାହିଁ ଆଉ, କୃଷ୍ଣ ନାମ ଧରି ମୋର ଜୀବ ଚାଲି ଯାଉ। ଏକଥା ତ୍ରିଜୀବୀ ହୋଇଥିବ କାଳ କାଳ, ଛୁଇଁ ନ ପାରିବ ମୋତେ ପାପୀ ଶିଶୁପାଳ। ଏମନ୍ତ ବିଳାପ ବସି କରନ୍ତେ ରୁକ୍ମିଣୀ, କର ଯୋଡ଼ି ଜଣାଇଲା ସୁମେଧା ମିତଣୀ। ପ୍ରତ୍ୟକ୍ଷେ ତୁ ମହାଲକ୍ଷ୍ମୀ ଅଛୁ ଅବତରୀ, ଆଦି ଅନ୍ନପୂର୍ଣ୍ଣା ତୁଜେ ବିଷ୍ଣୁ ମନୋହାରୀ। ଯହିଁକି ଭରସା ରଖି କରିଛୁ ନିର୍ବନ୍ଧ, ସେ କାର୍ଯ୍ୟ ନିଶ୍ଚୟ ତୋର ହେବ ଜାଣ ସିଦ୍ଧ। ନନ୍ଦୀ ଘୋଷ ରଥେ ବସି ପ୍ରଭୁ ଦେବରାୟ, ଏଠାରୁ ଏକ୍ଷଣି ତୋତେ ନେବେ ସେ ନିଶ୍ଚୟ। ମୁଁ ଯାହା କହିଲି ଏହା ଅଟେ ସତ୍ୟବାଣୀ, ନାରଦ ଋଷିଙ୍କ ମୁଖୁ ପୂର୍ବେ ଥିଲି ଶୁଣି। ଆମ୍ଭେ ସର୍ବେ ସାପ ଘେନି ହୋଇଥାଇ ଜାତ, ଅନେକ ଜନ୍ମର କଥା ଜାଣେ ଆଗମାତ। ସେ କଥାକୁ ମିଥ୍ୟା ବୋଲି ନ ବିଚାର କିଛି, ସର୍ବଶୁଭ ଆଗମନ ମୋତେ ଦିଶୁଅଛି। ତୁ କିସ ନ ଜାଣୁ ମାଗ ମୁଁ କହିବି ବୋଧି, ଦୂତ ବିଳମ୍ବରେ ନିଶ୍ଚୟ କାର୍ଯ୍ୟ ହୁଏ ସିଦ୍ଧି। ପ୍ରତିଜ୍ଞା କରିଣ ଏଥୁ ଯାଇଛନ୍ତି ଦ୍ୱିଜ, ନିଶ୍ଚୟ ଆସିବେ ସଙ୍ଗେ ଘେନି ଦେବରାଜ। ବେଳ ନ ବଳିବ ନିଶ୍ଚୟ ଆସିବେ ମାଧୋଇ, ତେତେବେଳେ ଦେବୁ ଟିକି ତୁ ମୋତେ ବଧାଇ। ରୁକ୍ମିଣୀ ବୋଇଲେ ଏହା ପ୍ରତେ ଯାଉ ନାହିଁ, ସତେ କି ଶ୍ରୀକୃଷ୍ଣ ଆଜି ଆସିବେ ମୋ ପାଇଁ। କାହିଁ କୁଣ୍ଡି ନଗ୍ର କାହିଁ ଦ୍ୱାରାବତୀ ପୁର, ଅଗମ୍ୟ ବନ କନ୍ଦର ପଥ ବହୁ ଦୂର। ଏତେ ଦୂର ଲଙ୍ଘି କୃଷ୍ଣ ମୋ ପାଇଁ ଆସିବେ, ଲେଉଟି ବାରତା ଘେନି ବ୍ରାହ୍ମଣ ମିଳିବେ। ବର ବର ଜାତି ମାନେ ସର୍ବେ ଛନ୍ତି ବସି, ସାତ ଘଡ଼ି ବେଳ ଏବେ ହୋଇଲାଣି ଆସି। ବାଟ ମଙ୍ଗଳ ସାରିଣ କଲେଣି ବରଣ, ସଭା କରି ବସିଛନ୍ତି ସବୁ ନୃପରାଣ। ମେଷ ଲଗ୍ନ ବେଳ ଅଟେ 13 ଘଡ଼ି ସଂଖ୍ୟା, ହସ୍ତଗଣ୍ଠି ପଡ଼ିବାକୁ ରହିଅଛି ଏକା। ଏତେବେଳେ ସଖୀ ଆଉ ଉପାୟ ତ ନାହିଁ, କେବଳ ମରିବି ବିଷ ପାନ କରି ମୁହିଁ। ସରିଲା କଥାରେ ଆଉ କି ଅଛି ଭରସା, ଦରିଦ୍ର ଲୋକର ଯେହ୍ନେ ଧନୀ ହେବା ଆଶା। ଏମନ୍ତ କହି ରୁକ୍ମିଣୀ ପଡ଼ିଲେ କଢଳି, ସୁମେଧା ଧଇଲା ତାଙ୍କୁ କୋଳ କରି ତୋଳି। ଶ୍ରୀଅଙ୍ଗ ମାର୍ଜନା କରି ମୁଖେ ଜଳ ସିଞ୍ଚି, କୁସୁମ ବିଞ୍ଚଣି ଧରି କୋମଳରେ ବିଞ୍ଚି। ଘଡ଼ିକେ ଚେତନା ପାଇ ଭୀଷ୍ମଙ୍କ କୁମାରୀ, ଆହା କୃଣେ ପ୍ରାଣନାଥ ବୋଲି ଶୋକ କରି। ବିକଳ ହୁଅନ୍ତି ଅଙ୍ଗୁ ବହି ପଡ଼େ ଝାଳ, ହୃଦୟ ପୋଡ଼ଇ ଯେହ୍ନେ କ୍ରୋଧର ନଳ। ସୁମେଧା ବୋଇଲା ମାଗ ଦଣ୍ଡ କର କଥା, ବିଧାତାର ଘଟ ସୂତ୍ର ନୁହଁ ଅନ୍ୟଥା। ଆଗତ କଥାକୁ କିମ୍ବା ଶୋଚନା ତୁ କରୁ, କ୍ଷଣକରେ ଆନ ହେବ ବିଧାତା ବଳରୁ। ଦେହଧାରୀ ହେଲେ ନିଶ୍ଚୟ ଦୁଃଖ ସୁଖ ଅଛି, କର୍ମର ଲିଖନ କେହି ନ ଜାଣନ୍ତି କିଛି। ଯାହାର କର୍ମରେ ଯାହା ଲେଖିଥାଏ ସଠି,
କାହାର ସାଧ୍ୟରେ ତାହା ନ ହୋଇବଟି। ପଣ୍ଡିତେ କହନ୍ତି କ୍ଷଣ ଭଙ୍ଗୁର ଜଗତ, ଚାହୁଁ ଚାହୁଁ କ୍ଷଣ କରେ ହୁଏ ବିପରୀତ। ଏକ୍ଷଣି ଆସିବେ ଦ୍ୱିଜ ଶୁଭ ବାର୍ତ୍ତା ଘେନି, ଛାଡ଼ ଛାଡ଼ ଚିନ୍ତା ମାଗେ ବିଷ୍ଣୁର କାମିନୀ। ଦୁର୍ଗତି ନାଶିନୀ ଦୁର୍ଗା ପାଦେ କର ଲୟ, ତା ଆଜ୍ଞାରେ ଏହି କ୍ଷଣି ହେବ ତୋର ଜୟ। ସୁମେଧା ମୁଖରୁ ଶୁଣି ଏମନ୍ତ ବଚନ, ମହାମାୟାଙ୍କୁ ରୁକ୍ମିଣୀ ବସି କଲେ ଧ୍ୟାନ। ଦୁର୍ଗତି ନାଶିନୀ ମାଗୋ ଜଗତର ମାତା, ମହାଘୋର ବିପଦରୁ ତୁ ହି ସେ ରଖନ୍ତା। ଜ୍ୟୋତିରୂପାଦି ଶକ୍ତି ଜୟା ତୁ ବିଜୟା, ବ୍ରହ୍ମାଣ୍ଡ ଯାକରେ ପୁରୀ ରହିଛି ତୋ କାୟା। ସବୁରି ହୃଦୟରେ ଜ୍ଞାନ ରୂପେ ଅଛୁ ରହି, ତୋ ଆଜ୍ଞା ଲଙ୍ଘନ କରି ନ ପାରନ୍ତି କେହି। ସ୍ତ୍ରୀ ଜାଣନ୍ତି ମାଗୋ ସ୍ତ୍ରୀଙ୍କ ବେଦନା, ଏ ଘୋର ସଙ୍କଟ କାଳେ ହୁଅ ବଜ୍ରସେନା। ବସୁଦେବ ସୁତ ବାସୁଦେବ ମୋର ପତି, ଅଦ୍ଭୁତେ ତାହାଙ୍କୁ ଆଣି ଦିଅ ଭଗବତୀ। ଦୁଷ୍ଟ ରାଜା ମାନଙ୍କର ବଳ କ୍ଷୟ ହେଉ, ପାପୀ ଶିଶୁପାଳ ଲାଜେ ବାହୁଡ଼ି ନ ଯାଉ। ସବୁରି ଆଗରୁ ମୋତେ ନିଅନ୍ତୁ ଶ୍ରୀହରି, ସର୍ବଦା ରହିବି ତାଙ୍କ ପାଦ ସେବା କରି। ଦୁର୍ଗା ମାକ୍ଷ ଦୈତ୍ୟ ମାରି ଦୁର୍ଗା ତୁମ୍ଭ ନାମ, ଦୁର୍ଗା ଦୁର୍ଗା ସୁମରନ୍ତେ ପୂର୍ଣ୍ଣ ହୁଏ କାମ। ଏସନ କସ୍ତୁତି ଯହୁଁ କଲେ ରୁକ୍ମିଣୀ, ଅଦ୍ଭୁତେ ଶୁଭିଲା ତାଙ୍କୁ ଆକାଶର ବାଣୀ। ଭୀଷ୍ମକ ନନ୍ଦିନୀ ତୁ ଗନ ହୁଅ ବିମନ, କୃଷ୍ଣ ଆସୁଛନ୍ତି ଚଢ଼ି ନନ୍ଦୀ ଘୋଷ ଯାନ। ବ୍ରହ୍ମାଣଙ୍କ ନିଜ ସଙ୍ଗେ ଘେନି ବ୍ରହ୍ମ ରାଶି, ନିକଟରେ ପରବେଶ ହୋଇଲେଣ ଆସି। ମନୋରଥ ପୂର୍ଣ୍ଣ ଏବେ ହୋଇଲା ତୁମ୍ଭର, ଭେଟିବ କୃଷ୍ଣଙ୍କୁ ଆଉ ସନ୍ଦେହ ନ କର। ଶୁଣିଣ ପରମତୋଷ ହୋଇଲେ ରୁକ୍ମିଣୀ, ଆଦିତ୍ୟ ଉଦୟେ ଯେହ୍ନେ ବିକଶେ ନଳିନୀ। ଛାଡ଼ିଲେ ମନରୁ ଦେବୀ ଥୋକାଏ ସନ୍ଦେହ, ଆନନ୍ଦରେ ପୁଲକିତ ହେଲା ତାଙ୍କ ଦେହ। ସୁମେଧା ହରସ ହୋଇ ବୋଲେ ଗୋ ରୁକ୍ମିଣୀ, ଅନ୍ୟଥା ନୁହଁଇ କେଭେ ଦେବ ତାଙ୍କ ବାଣୀ। ମଙ୍ଗଳ ସୂଚନା ଏହି ଆକାଶ ବଚନ, ଏକ୍ଷଣି ଆସିବେ ନିଶ୍ଚେ ପ୍ରଭୁ ଭଗବାନ। ସୁମେଧା ବଚନେ ଦେବୀ ହେଲେ ତ ସମତି, ସୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତି। ବ୍ରାହ୍ମଣଙ୍କୁ ସଙ୍ଗତରେ ଘେନି ଜଗନ୍ନାଥ, ଶୂନ୍ୟ ମାର୍ଗେ ଆସୁଥିଲେ ଚଢ଼ି ନିଜ ରଥ। ମନ ବେଗ ଯାନ ଚଳି ଆସଇ ଗଗନେ, କୁଣ୍ଡି ନଗ୍ରେ ପ୍ରବେଶିଲେ ସାତ ଘଡ଼ି ଦିନେ। କୁଣ୍ଡଳୀ ପର୍ବତ ତଳେ ବେଣୀ ନଦୀ ତୀରେ, ଆକାଶରୁ ଖସି ଯାନ ରହିଲା ସଧୀରେ। ତିନି ଜୁଣ ଆୟତନ ମନୋହର ତୋଟା, ଦୁର୍ବାସା ଋଷି ଆଶ୍ରମ ସେହି ସ୍ଥାନ ଗୋଟା। ନାନାବିଧ ତରୁଲତା ବିରାଜନ୍ତି ତହିଁ, ସେ ତୋଟାରେ ବିଜେ କଲେ ରଥରୁ ଓହ୍ଲାଇ। ସେ ସ୍ଥାନକୁ କୁଣ୍ଡି ନଗ୍ର ଯୋଜନେକ ଦୂର, ରମ୍ୟ ସ୍ଥାନ ଦେଖି ବିଜେ କଲେ ଚକ୍ରଧର। ଅଶଙ୍କୁ ଫିଟାଇ ରଥରୁ ହାଇଲା ସୁତ, ବ୍ରାହ୍ମଣ ମୁଖକୁ ଚାହିଁ ବୋଲାନ୍ତି ଅଚ୍ୟୁତ। ରୁକ୍ମିଣୀ ଛାମୁରେ ବାର୍ତ୍ତା ଦିଅ ବେଗେ ଯାଇ, ଆକୁଳ ସେ ହେଉଥିବେ ତୁମ୍ଭ ବାଟ ଚାହିଁ। ଆମ୍ଭେ ଆସିବାର କଥା ବେଗେ ଯାଇ କହ, ଶୁଣିଲେ ଫିଟିବ ତାଙ୍କ ମନରୁ ସନ୍ଦେହ। ଏତେ ବୋଲି ବ୍ରାହ୍ମଣକୁ କୋଳାଗ୍ରତ କରି,
ଜୟ ମଙ୍ଗଳା ନାମରେ ମାଳା କରେ ଧରି, ବୋଇଲେ କଦ୍ୱିଜ ଏହି ମାଳା ତୁମ୍ଭେ ନେବ। ଆମ୍ଭଦତ୍ତ ବୋଲି କହି ରୁକ୍ମିଣୀକୁ ଦେବ, ଆଜ୍ଞା ପାଇ ଦ୍ୱିଜବର ଉଠିଲେ ବହନ। କୃଷ୍ଣଙ୍କୁ ଛାଡ଼ିବା ପାଇଁ ନ ବଳଇ ମନ, ପୁଣି ଶ୍ରୀମୁଖରୁ ଦୃଢ଼ ବାରତା ସେ ପାଇ, କାର୍ଯ୍ୟାର୍ଥୀ ହୋଇ ଶୀଘ୍ର ଗଲେ ପିଠି ଯେ ଦେଇ। ପାଦୁକା ମନ୍ତ୍ରର ବଳେ ଚଳି ଅତି ଖରେ, ପ୍ରବେଶ ହୋଇଲେ ଯାଇ ରୁକ୍ମିଣୀଙ୍କ ପୁରେ। ରୁକ୍ମିଣୀଙ୍କ ଦାସୀ ଗଣେ ଥିଲେ ବାଟ ଚାହିଁ, ଅଇଲେ ବ୍ରାହ୍ମଣ ବୋଲି ଜଣାଇଲେ ଯାଇ। ସ୍ଫୁରିଲା ବାମ ନୟନ କଥା ହେଲା ଜଏ, ଦଧି ମାଛ ଶଙ୍ଖ ଚିଲ ଆଗେ ଦେଖାଯାଏ। ଏମନ୍ତ ସମୟେ ଦେବୀ ଦୂରେ ଦେଲେ ଦୃଷ୍ଟି, ଦେଖିଲେ ଆସୁଅଛନ୍ତି ସେହି ବିପ୍ର ଗୋଟି। ଚାଲିବା ସମୟେ ଅଙ୍ଗୁ ବହୁଅଛି ଝାଳ, ପ୍ରଖର ନିଶ୍ୱାସ ବହେ ମନରେ ଚଞ୍ଚଳ। ଚାହୁଁ ଚାହୁଁ ରୁକ୍ମିଣୀଙ୍କ ଛାମୁରେ ମିଳିଲେ, ମାଳ ଗୋଟି ଥୋଇ ତାଙ୍କ ଆଗ ଉଭା ହେଲେ। ସୁମେଧାନୀ ରେଖି ଚାହିଁ ବ୍ରାହ୍ମଣ ବଦନ, ବିଚାରଇ ନିଶ୍ଚୟ ହେଲା ଶୁଭ ଆଗମନ। ଏହାଙ୍କ ମୁଖରେ ହର୍ଷ ପୂରି ରହିଅଛି, ଏହି ସଂକେତରୁ କାର୍ଯ୍ୟ ହେଲା ମୁଁ ଜାଣୁଛି। ରୁକ୍ମିଣୀ ବୋଇଲେ ପଣ୍ଡିତ ତୁମ୍ଭେ ମୋର ପିତା, ମୋ ପାଇଁ କି ଗଲ ଯେଣୁ ଏତେ ଦୂର ପନ୍ଥା। ଚାତକ ପରାଏ ଚାହିଁ କରିଛି ମୁଁ ଆସ, ନିରାଧାରେ ବାକ୍ୟ କହି ମନ କର ତୋଷ। ଭୋବିତ୍ପ୍ର ଦ୍ୱାରକା ଗଲ ଏତେ ଦୁଃଖ ପାଇ, ସେଠାରେ କୃଷ୍ଣଙ୍କ ଭେଟ ପାଇଲ କି ନାହିଁ। ତୁମ୍ଭ ମୁଖ ମୋର ଦୁଃଖ ଶୁଣିଲେ କି ହରି, ସକଳ ବୃତ୍ତାନ୍ତ ମୋତେ କହ ତଥ୍ୟ କରି। ଏତେ ବୋଲି ମସ୍ତକରେ ଯୋଡ଼ିବେନି ପାଣି, ବ୍ରାହ୍ମଣର ପାଦ ତଳେ ପଡ଼ିଲେ ରୁକ୍ମିଣୀ। ସୁମେଧାକ ଆଦି ଯେତେ ସେ ଚହରିଥିଲେ, ନମ୍ର ହୋଇ ବିପ୍ର ପାଦେ ସମସ୍ତେ ପଡ଼ିଲେ। ସୁମେଧାକ ଆଦି ଯେତେ ସହଚରୀ ଥିଲେ, ନମ୍ର ହୋଇ ବିପ୍ର ପାଦେ ସମସ୍ତେ ପଡ଼ିଲେ। ସମସ୍ତଙ୍କୁ ସୁକଲ୍ୟାଣ କରି ଦ୍ୱିଜବର, ରୁକ୍ମିଣୀଙ୍କୁ ଚାହିଁ ଧୀରେ କହିଲେ ଗିର। ଆଗମାତ ମୁଁ ଜାଣଇ ଲକ୍ଷ୍ମୀ ତୁମ୍ଭେ ଅଟ, ଅନନ୍ତ ଶଯ୍ୟାରେ ବିଷ୍ଣୁ ପାଦ ତଳେ ଖଟ। ମାନବ ଶରୀର ଧରି ସେହି ନାରାୟଣ, କୃଷ୍ଣ ରୂପେ ଜନ୍ମିଛନ୍ତି ଅନାଦି କାରଣ। ଶ୍ରୀଭୁଜରେ ଶଙ୍ଖ ଚକ୍ର ଗଦା ପଦ୍ମ ସାଜେ, ଦ୍ୱାରକା ଭୁବନ ମଧ୍ୟେ କରିଥିଲେ ବିଜେ। ଖଣ୍ଡେ ଦୂର ମୁଁ ଯିବାର ଦେଖି ବ୍ରହ୍ମ ରାଶି, ସିଂହାସନ ଛାଡ଼ି ମୋତେ ପ୍ରଣମିଲେ ଆସି। ସେହି ସିଂହାସନେ ନେଇ ବସାଇଲେ ମୋତେ, ଆଲଟ ଧରିଣ ପୁଣି ବିଞ୍ଚିଲେ ଶ୍ରୀହସ୍ତେ। ରତନ ଝରିରେ ତୀର୍ଥ ଜଳ ସେ ପୁରାଇ, ଆପଣେ ଶ୍ରୀ କରେ ମୋର ପାଦ ଦେଲେ ଧୋଇ। ନାନା ଦ୍ରବ୍ୟ ଆଣି ମୋତେ କରାଇ ଭୋଜନ, ତଦନ୍ତେ ପୁଛିଲେ ମୋର ଯିବାର କାରଣ। ମୁଁ ତୁମ୍ଭର ସବୁ କଥା କହିଲି ପ୍ରମାଣି, ଶୁଣିଲା ମାତ୍ରକେ ହୃଷ୍ଟ ହେଲେ ଚକ୍ରପାଣି। ସେହି କ୍ଷଣି ନନ୍ଦୀ ଘୋଷ ରଥ ଅଣାଇଲେ, କାହାକୁ ନ କହି ମୋତେ ଘେନି ବିଜେ କଲେ। ସାରଥି ବାହିଲା ଯାନ ପବନ ହୁଁ ବେଗେ, ତକ୍ଷଣେ ମିଳିଲୁ ଆସି ବେଣୁ ନଦୀ ଭାଗେ। ଦୁର୍ବାସାଶ୍ରମ ବନେ ଅଛନ୍ତି ମାଧୋଇ,
ତୁମ୍ଭ ସମୀପକୁ ମୋତେ ଦେଲେ ପଠିଆଇ। ଆବର କର୍ଣ୍ଣରେ ମୋର କହିଲେ ବିଶ୍ୱାସ। ରୁକ୍ମିଣୀଙ୍କୁ ଗୁପ୍ତରେ ଦେବ ଏ ସନ୍ଦେଶ। ସୁବର୍ଣ୍ଣ ମନ୍ଦିର ଅଛି ନଗ୍ର ଈଶାନ୍ୟରେ। କାମାକ୍ଷୀ ନାମରେ ଦେବୀ ବିଜୟ ତହିଁରେ। କୁଣ୍ଡୀ ନଗ୍ର ଅଧିଷ୍ଠାତ୍ରୀ ଅଟଇ ଯେ ଦେବୀ। ମନୋରଥ ପାଏ ତାଙ୍କୁ ଯେ ପାରଇ ସେବି। ଦିଅ ମଙ୍ଗୁଳିବା ପାଇଁ ଅହ ନାରୀ ଜୟ। ରୁକ୍ମିଣୀଙ୍କୁ ଘେନି ତହିଁ ଯିବେ ସେ ନିଶ୍ଚୟ। ଦେବୀଙ୍କୁ ଦର୍ଶନ କରି ବାହୁଡ଼ିବା ବେଳେ। ଦୂର ଦେଶୁ ହରି ଆମ୍ଭେ ଘେନି ଯିବୁ ବଳେ। ଏହି ଆଜ୍ଞା ଦେଇ ମୋତେ ପେଶିଛନ୍ତି ହରି। ଏଥକୁ ଉଚିତ କାର୍ଯ୍ୟ କର ଗୋ ବିଚାରି। ଶୁଣିନ ରୁକ୍ମିଣୀ ଦେବୀ ଲଭି ମନେ ଶାନ୍ତି। ଭାବିଲେ ନିସ୍ତାର ନିଶ୍ଚୟ ପାଇଲି ଏ ଘାଣ୍ଟି। ଦୁଃଖ ଜାଣି ଦୟା ମୋତେ କଲେ ବନମାଳି। ଏଣିକି ଫିଟିଲା ମୋର ପାଦର ସାଙ୍କୋଳି। ଏତେ ବୋଲି ଦୁର୍ଗା ଦୁର୍ଗା ମନରେ ସୁମରି। ବ୍ରାହ୍ମଣଙ୍କୁ କହିଲେ ସେ ନମସ୍କାର କରି। ଆହେ ବିପ୍ରବର ତୁମ୍ଭେ ଅଟ ମୋର ଗୁରୁ। ଜୀବନ ରହିଲା ମୋର ତୁମ୍ଭ ପ୍ରସାଦରୁ। ଆଜୁ ଧର୍ମ ପିତା ତୁମ୍ଭେ ହେଲ ମୋର ଜାଣ। ସୁଝି ନ ପାରିବି କେବେ ତୁମ୍ଭର ଏ ଋଣ। କିଛି କାଳ ଥାଅ ଭବେ ସଙ୍ଗରେ ମୋହର। କୃଷ୍ଣଙ୍କୁ ଭେଟିଲେ ରଣ ସୁଝିବି ତୁମ୍ଭର। କୃଷ୍ଣଙ୍କୁ ଭେଟିଲେ ଋଣ ସୁଝିବି ତୁମ୍ଭର। ବ୍ରାହ୍ମଣ ବୋଇଲେ ତୁମ୍ଭେ ଆଦି ଠାକୁରାଣୀ। ସୃଷ୍ଟି ଉତ୍ପତ୍ତି ସ୍ଥିତି ପ୍ରଳୟକାରିଣୀ। ସ୍ଥାବର ଜଙ୍ଗମ କୀଟ ତୁମ୍ଭ ଗର୍ଭଜାତ। ତୁମ୍ଭ କାର୍ଯ୍ୟ ଆପେ ସିଦ୍ଧ କଲ ତୁମ୍ଭେ ମାତ। ନିସ୍ତାର ପାଇଲି ମୋହି ତବ ଅନୁରାଗେ। ଲଭିବ ବିପୁଳ ଲକ୍ଷ୍ମୀ ବସି ବଇଁ ସ୍ୱର୍ଗେ। କହୁ କହୁ ସେ ବ୍ରାହ୍ମଣ ହେଲେ ନବଯୁବା। ସାକ୍ଷାତ ଅନଙ୍ଗ ମୂର୍ତ୍ତି ଧଇଲେ କିଅବା। ଧନ ଧାନ୍ୟ ଗୋପ ଲକ୍ଷ୍ମୀ ବଢ଼ିଲା ବହୁତ। ଚାରି ବେଦ ଷଡ଼ ଶାସ୍ତ୍ରେ ହେଲେ ସେ ନିଯତ। ଯାହାକୁ ପ୍ରସନ୍ନ ହେଲେ ଲକ୍ଷ୍ମୀ ନାରାୟଣ। ତାକୁ କି ଅପୂର୍ବ ହେବ ଧନ ଧର୍ମ ଜ୍ଞାନ। ଲକ୍ଷ୍ମୀ ନାରାୟଣ ଦୁହେଁ ମର୍ତ୍ତ୍ୟ ଅବତାର। କେ କହିପାରିବ ବର୍ଣ୍ଣି ମହିମା ତାଙ୍କର। ଏହା ଶୁଣି ପଚାରିଲେ ପରୀକ୍ଷିତ ରାଏ। ଭୌମୁନି ଏ କଥା ଲାଗେ ଅପୂର୍ବ ପରାଏ। ଅତି ବୃଦ୍ଧ ହୋଇଥିଲେ ସେ ବ୍ରାହ୍ମଣ ଗୋଟି। କ୍ଷଣକରେ ନବଯୁବା ହୋଇଲେ ପାଇଲଟି। କେଉଁଠାରେ କି ତପସ୍ୟା କରିଥିଲେ ପୂର୍ବେ। ଲକ୍ଷ୍ମୀ ନାରାୟଣ ତାଙ୍କୁ ପୂଜା କଲେ ବେ। ଏଡ଼େ ପୁଣ୍ୟବନ୍ତ ଲୋକ ଯେବେ ସେ ବ୍ରାହ୍ମଣ। ଆଜ ଯାଏ ହୋଇଥିଲେ କିମ୍ପାଇଁ ନିର୍ଧନ। ଏତେ ଲୋକ ଥାଉଁ କିମ୍ପା ରୁକ୍ମିଣୀ ତାହାକୁ। ଦୂତ କରି ପଠାଇଲେ ଦ୍ୱାରକାପୁରକୁ। ଭୌମୁନି ଏ କଥା ମୋତେ ବିସ୍ତାରିଣ କୁହ। ଶୁଣିଲେ ମନରୁ ମୋର ଫିଟିବ ସନ୍ଦେହ। ରାଜାର ବଚନ ଶୁଣି କହେ ଶୁକଜତି। ବୋଇଲେ କହିବା ଶୁଣ ପଣ୍ଡୁପଣ ନାତି। ବହୁତ କାଳର କଥା ପୁରାତନ ବାଣୀ। ଲୋମସ ମୁନିଙ୍କ ମୁଖୁ ଥିଲୁ ଆମ୍ଭେ ଶୁଣି। ବ୍ରହ୍ମାଣ୍ଡ ପୁରାଣେ ଉକ୍ତ ହୋଇଛି ଏ କଥା। ସଂକ୍ଷେପେ କହିବା ଏବେ ଶୁଣ ମହାରଥା। ଦୈବରେ ଦିନେ ଆସି ପ୍ରଚେତା ମହର୍ଷି। ସୋଗଙ୍ଗା କୂଳରେ ତପ କରୁଥିଲେ ବସି।
ଯୋଗେ ବନ୍ଧ ଭେଦ ମୁଦ୍ରା ଛନ୍ଦି ତପଶୀଳ ମହାମନ୍ତ୍ର ଜପୁଥିଲେ ଧରି ଜପାମାଳ ଏମନ୍ତେ ବେଳେ ଗୋମାତା ତୃଷାତୁର ହୋଇ ସେ ମୁନିଙ୍କ ସନ୍ନିଧ୍ୟରେ ପ୍ରବେଶିଲେ ଯାଇ ସମାଧିରେ ଲାଗିଅଛି ମୁନିଙ୍କର ଲଏ ଗୋମାତା ଚାହିଁଲେ ତାଙ୍କୁ 5 ଘଡ଼ି ଯାଏ ତଥାପି ଧ୍ୟାନରୁ କ୍ଷାନ୍ତ ନୋହିଲେ ପ୍ରଚେତା ବେଳୁ ବେଳ ବିକଳ ଯେ ହୁଅନ୍ତି ଗୋମାତା କ୍ଷୁଧା ତୃଷା ପୀଡ଼ା ଦେବୀ ସହି ନ ପାରିଲେ ଜଳ ତୃଣ ଦିଅ ବୋଲି ମୁନିଙ୍କୁ ଡାକିଲେ ତୃଣ ଜଳ ବିହୁନରେ ପଡ଼ୁଛି ମୋ ପେଟ ଧ୍ୟାନ ଛାଡ଼ି ତୃଣ ପାଣି ଦିଅ ମୁନି ଶ୍ରେଷ୍ଠ ଶୁଣି ଉପହାସ କରି ବୋଇଲେ ସେ ମୁନି ତପସ୍ଥାନେ କାହୁଁ ଆମ୍ଭେ ଦେବୁ ତୃଣ ପାଣି ପଶୁ ସ୍ୱଭାବରେ କିଛି ନ ଜାଣି ସର୍ବଥା ଆଖିରେ ଦେଖିଛୁ କିମ୍ପା ମାଗୁଅଛୁ ବୃଥା ଗୋମାତା ଏ କଥା ଶୁଣି କଲେ ମହାକୋପ ବୋଇଲେ ପ୍ରଚେତା ତୋର ଅଟେଡ଼େ ଦର୍ପ ଜଗତରେ ଗୋ ବ୍ରାହ୍ମଣ ଅତିଥି ଦେବତା ଏହାଙ୍କୁ ନ ପୂଜି ବୋଲାଉଛୁ ମହାଜ୍ଞାତା ଦରିଦ୍ର ଭିକ୍ଷୁକ ଠାରୁ ହୀନ ତୋର ବୁଦ୍ଧି ନିର୍ବାଣ ମୁକତି କାହୁଁ ପାଇବୁ ତୁ ସାଧି ଛାଡ଼ିଲୁ ସାଧୁଙ୍କ ମାର୍ଗ କଲୁ ଅନାଚାର ମାନବ ଶରୀରେ ଜାତ ହେବୁ ସତେବାର ଅତ୍ୟନ୍ତ ଦରିଦ୍ର ହୋଇ ରହିବୁ ନିରନ ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି ପୋଷିବୁ ଜୀବନ ଏ ସନକ ସାପ ଶୁଣି ଭୟରେ ପ୍ରଚେତା ବୋଲେ ଅପରାଧ କଲି କ୍ଷମା କର ମାତା ତୁମ୍ଭେ ମାତ କାମ ଧେନୁ ଅନାଦି ଶକତି ସାପ ପ୍ରତିକାର କହ ଘେନି ମୋ ବିନତି ଏମନ୍ତ କହି ବିନୟେ ନାନା ସ୍ତୁତି କଲେ ଶୁଣି ଗୋମାତା ତାଙ୍କୁ ପ୍ରସନ୍ନ ହୋଇଲେ ବୋଇଲେ ମୋ ସାପ କେବେ ଅନ୍ୟଥା ନୁହଇଁ ମର୍ତ୍ତ୍ୟପୁରେ ଜନ୍ମ ହେବୁ ନର ଦେହ ବହି ବ୍ରାହ୍ମଣ କୂଳରେ ଜନ୍ମ ଦରିଦ୍ର ହୋଇବୁ ଭିକ୍ଷା ମାଗି ଖାଇ ଦୁଃଖେ କାଳ କଟାଇବୁ 59 ଜନ୍ମ ତୋର ଯିବ ଏ ପ୍ରକାରେ ସତେ ଜନ୍ମ ହେବ ପୁଣି ଦ୍ୱାପର ଶେଷରେ ସେ ସମୟ ପୃଥିବୀର ଭାର ନିବାରଣ କରିବା ପାଇଁ କି ଜନ୍ମ ହେବେ ନାରାୟଣ ମଥୁରାରେ ଜନ୍ମିଥିବେ କୃଷ୍ଣ ନାମ ବହି କିଛି ଦିନେ ଦ୍ୱାରକାରେ ରହିବେ ସେ ଯାଇ ଭୀଷ୍ମଙ୍କ ଗୃହରେ ଲକ୍ଷ୍ମୀ ହେବେ ଅବତାର ସେ ଜନ୍ମେ ରୁକ୍ମିଣୀ ନାମ ହୋଇବ ତାଙ୍କର ଅତି ବୃଦ୍ଧ ହୋଇଣ ତୁ ଭିକ୍ଷା ମାଗୁଥିବୁ ରୁକ୍ମିଣୀ ପେଶିବେ ତୋତେ ଦୂତ ହୋଇଯିବୁ ଦ୍ୱାରକାରେ ଶ୍ରୀକୃଷ୍ଣଙ୍କୁ କହିବୁ ବାରତା ପ୍ରସନ୍ନ ହୋଇବେ ତୋତେ ଜଗତ କରତା ଲକ୍ଷ୍ମୀ ନାରାୟଣ ଭେଟ ହେବେ ତୋର ଯୋଗେ ଅନେକ ଯଶ ଅର୍ଜିବୁ ସେ ଦ୍ୱାପର ଯୁଗେ ସୁଦୟା କରିବେ ତୋତେ ଲକ୍ଷ୍ମୀ ନାରାୟଣ ସେ କାଳେ ତୁ ନବ ଯୁବା ହୋଇବୁ ଯେ ପୁଣ ଧନ ଧାନ୍ୟ ଗୋପ ଲକ୍ଷ୍ମୀ ବଢ଼ିବ ବହୁତ ଦ୍ୱାରକାରେ ହେବୁ ଯଦୁ ବଂଶ ପୁରୋହିତ ଅନେକ ସମ୍ପଦ ଭୋଗ କରି କୃଷ୍ଣ ସଙ୍ଗେ ଦ୍ୱାରକା ଭୁବନେ ରହିବି ହରିବୁ ରଙ୍ଗେ କିଛି କାଳେ ଯଦୁ ବଂଶ ହୁଅନ୍ତେ ବିନାଶ ତାଙ୍କ ସଙ୍ଗେ ମରି ସ୍ୱର୍ଗେ ପାଇବୁ ତୁ ବାସ ଏତେ କହି କାମଧେନୁ ନିଜ ସ୍ଥାନେ ଗଲେ ସେଦିନୁ ପ୍ରଚେତା ଋଷି ନର ଜନ୍ମ ହେଲେ
ପୂର୍ବରୁ ସେ ବଡ଼ ଲୋକ ବୋଲି ଆପେ ଜାଣି ଦୂତ କରି ପଠାଇଲେ ତାହାଙ୍କୁ ରୁକ୍ମିଣୀ। ଲକ୍ଷ୍ମୀ ନାରାୟଣଙ୍କୁ ସେ କରାଇଲେ ଭେଟ, ପୂର୍ବ ସାପ ଗଲା ତେଣୁ ଫିଟିଲା ସଙ୍କଟ। ଏତେ କହି ଶୁକ ମୁନି ବୋଇଲେ ରାଜନ, ହରିବଂଶ ଚରିତ ଏ ଅପୂର୍ବ ଆଖ୍ୟାନ। ପଢ଼ି ଶୁଣି ସଂସାରରୁ ମୋକ୍ଷ ହେବ ପ୍ରାଣୀ, ଶ୍ରୀହରି ଚିନ୍ତି ଅଚ୍ୟୁତ ଦାସ କବି ଭଣୀ। ବଳରାମଙ୍କ ସହିତ ଯାଦବମାନଙ୍କର କୁଣ୍ଡିନଗରେ ପ୍ରବେଶ ଓ କୃଷ୍ଣଙ୍କ କର୍ତ୍ତୃକ ରୁକ୍ମିଣୀ ହରଣ। ଏଥୁ ଅନନ୍ତରେ ଶୁଣ ପରୀକ୍ଷିତ ରାୟ, ଦ୍ୱାରକାରେ ଉଗ୍ରସେନ ଆସ୍ଥାନେ ବିଜୟ। ବଳରାମ ଆଦି ଯେତେ ଯଦୁବଂଶ ବୀରେ, ସୁଧର୍ମା ସଭାରେ ଆସି ବସିଲେ ସତରେ। ସମସ୍ତେ ଅଇଲେ ଏକା କୃଷ୍ଣ ନଦିଶନ୍ତି, କାହିଁ ଗଲେ ବୋଲି ସର୍ବେ ବିସ୍ମୟ ହୁଅନ୍ତି। ଏମନ୍ତ ସମୟେ ତହିଁ ଆସିଣ ଡଗର, ସଭା ମୁଖେ ଜଣାଇଲା ଯୋଡ଼ିବେ ନିକର। ଭମଣିମା ଉଗ୍ରସେନ ସାବଧାନେ ଶୁଣ, ରଥେ ବସି ଦ୍ୱାରକାରୁ ଗଲେ ନାରାୟଣ। କାହୁଁ ଏକ ବୃଦ୍ଧ ବିପ୍ର ଲେଖା ଦେଲ ଆଣି, ନନ୍ଦିଘୋଷ ଚଢ଼ି ବିଜେ କଲେ ସେହି କ୍ଷଣି। ଏକା ହୋଇ ଯାଇଛନ୍ତି କେହି ନାହୁଁ ସାଥେ, କେବଳ ସେ ବୃଦ୍ଧ ବିପ୍ର ବସିଥିଲା ରଥେ। ଏସନକ ବାର୍ତ୍ତା ଯହୁଁ କହିଲା ଡଗର, ଯାଦବେ ବିସ୍ମୟେ ହୋଇ କରନ୍ତି ବିଚାର। କେମନ୍ତେ ଜାଣିବା କାହା ଗଲେ ଚକ୍ର ପାଣି, କାହାକୁ ଏ କଥା ଆମ୍ଭେ ପଚାରିବା ପୁଣି। ଯାର ମାୟା ନ ଜାଣନ୍ତି ଦେବତା ଦାନବ, କେ ତାହା ନିର୍ଣ୍ଣୟ କରି ଆମ୍ଭଙ୍କୁ କହିବ। ଏମନ୍ତ ବିଚାର ସର୍ବେ କରୁଥିଲେ ବସି, ସେଠାରେ ପ୍ରବେଶ ହେଲେ ନାରଦ ମହର୍ଷି। ଶୂନ୍ୟ ଖସି ମୁନିବର ମିଳନ୍ତେ ସଭାରେ, ଯାଦବେ ଉଠିଣ କର ନିବେଶିଲେ ଶିରେ। ଉଗ୍ରସେନ ନରପତି ସିଂହାସନ ଛାଡ଼ି, ବହୁତ ବିନୟ ହେଲେ ମୁନି ପାଦେ ପଡ଼ି। ସମସ୍ତଙ୍କୁ ସୁକଲ୍ୟାଣ କରି ସେ ନାରଦ, ଆସନେ ବସିଲେ ମନେ ହୋଇଣ ଆନନ୍ଦ। ମୁନିଙ୍କ ମୁଖକୁ ଚାହିଁ ପ୍ରଭୁ ସଂକର୍ଷଣ, ବୋଇଲେ କୃଷ୍ଣଙ୍କୁ ଦେଖି ଅଛ କି ଆପଣ। ବହୁତ ବିସ୍ମୟ ଆମ୍ଭେ ହେଉଥିଲ ବସି, ସନ୍ଦେହ ପଡ଼ିବା କାଳେ ପ୍ରବେଶିଲୁ ଆସି। ତିନି କାଳ କଥା ତୁମ୍ଭେ ଜାଣ ପରିମାଣି, ଆମ୍ଭଙ୍କୁ ନ କହି କେଣେ ଗଲେ ଚକ୍ର ପାଣି। ସେ କଥା ସଂକ୍ଷେପ କରି କହ ମୁନିବର, ଶୁଣିଲେ ସଂଶୟ ମନୁ ହୋଇଯିବ ଦୂର। ବଳରାମ ମୁଖୁ ଏହା ଶୁଣି ଦେବ ଋଷି, ଦଣ୍ଡ ଟେକି ନୃତ୍ୟ କଲେ ଟହ ଟହ ହସି। ବୋଲନ୍ତି ନ କହି ଯେବେ ଗଲେ ଯଦୁ ସାଇଁ, ସେ ଅବା ଭଣ୍ଡିବେ ତୁମ୍ଭେ ଯାଅ ବେଗ ହୋଇ। କୁଣ୍ଡିନଗରକୁ ସର୍ବେ ଅତି ଶୀଘ୍ର ଚଳ, ସେଠାରେ ହୋଇବ ନିଶ୍ଚେ ଭୟଙ୍କର ଗୋଳ। ଭୀଷ୍ମକ ରାଜାର କନ୍ୟା ଅଟଇ ରୁକ୍ମିଣୀ, ତାକୁ ହରି ଆଣିବାକୁ ଗଲେ ଚକ୍ର ପାଣି। ତା ପାଇଁରେ ଶିଶୁପାଳ ହୋଇଅଛି ବର, ବରଯାତ୍ରୀ ହୋଇଛନ୍ତି ଲକ୍ଷେ ନୃପବର। ସୈନ୍ୟ ଘେନି ଆସିଅଛି ଆପେ ଜରାସନ୍ଧ, ସର୍ବଦା କୃଷ୍ଣଙ୍କ ନାଶ ବିଚାରେ ସେ ମନ୍ଦ। କନ୍ୟା ଆଣିବାକୁ କୃଷ୍ଣ ଯାଇଛନ୍ତି ଏକା, ସଂଗ୍ରାମରେ କଥା ତହିଁ କେ କରିବ ସଂଖ୍ୟା। ତୁମ୍ଭେମାନେ ସଙ୍ଗତରେ ଚତୁରଙ୍ଗ ବଳ, ଘେନାଇ ଯେ ଯାହା ମତେ ବେଗ ହୋଇ ଚଳ।
ଶୁଣିଣ ଯାଦବ ମାନେ ବଜାଇ ନିଶାଣ, ରଥ ଗଜ ଭୋଟ କରେ କଲେ ଆରୋହଣ। ରଥ ଚଢ଼ି ଆଗ ଭର ହେଲେ କାମ ପାଳ, ତାଙ୍କ ପଛେ ଗୋଡ଼ାଇଲେ ଚତୁରଙ୍ଗ ବଳ। ବାଜିଲା ଟମକ ଭେରି ବୀରତୁର ବାଦ୍ୟ, ଗଗନ ଉଛୁଳି ଘୋଟେ ଭୟଙ୍କର ନାଦ। ଯାଦବଙ୍କ ପାଦ ତଳେ ପୃଥ୍ୱୀ ଟଳମଳ, ପାଦୁକା ମନ୍ତ୍ର ସୁମରି ଖେପି ଗଲେ ବଳ। ମନ ପବନରୁ ବେଗେ ହୋଇଣ ସେ ଗଲେ, ଦୁର୍ବାସା ଆଶ୍ରମ ପାଶେ କୃଷ୍ଣଙ୍କୁ ଭେଟିଲେ। ବେଣୀ ନଦୀ ତୀରେ ତୋଟା ଅଛି ମନୋହର, ସେଠାରେ ବିଶ୍ରାମ କରିଥିଲେ ଚକ୍ରଧର। ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସକଳ, ମନେ ବିଚାରିଲେ ଆସୁଛନ୍ତି ଯଦୁବଳ। ଏମନ୍ତ ସମୟରେ ରାମ ହୁଅନ୍ତେ ପ୍ରବେଶ, ଦୂରୁ ଦେଖି ନମସ୍କାର କଲେ ହୃଷିକେଶ। ରାମଙ୍କ ସଙ୍ଗରେ ଥିଲେ ଯେତେକ ଯାଦବ, ସମସ୍ତଙ୍କୁ ଯଥା ମାନ୍ୟ କଲେ ବାସୁଦେବ। ଶ୍ରୀକୃଷ୍ଣଙ୍କୁ କଳାଗ୍ରତ କରି ହଳଧର, ବୋଇଲେ କିମ୍ପା କଲୁ ତୁ ଏଡ଼େ ଅବିଚାର। ସକଳେ ବୋଲନ୍ତି ତୋତେ ସର୍ବଗୁଣ ନିଧି, ସର୍ବଜ୍ଞ ହୋଇଣ କିମ୍ପା ହରାଇଲୁ ବୁଦ୍ଧି। ଖେଳ ଖେଳୁଥିଲୁ ଯେହ୍ନେ ବାଳକ ସ୍ୱଭାବେ, ତେସନ ସ୍ୱଭାବ ତୁହି ନ ଛାଡ଼ିଲୁ କେଭେ। ଦୁଷ୍ଟପଣେ ଉପଦ୍ରବ କରି ଗୋପପୁର, ଲବଣୀ ଚୋରାୟୁ ଖାଉ ପଶି ଘରେ ଘରେ। ଆଜ ଯାଏ ନ ଛାଡ଼ିଲୁ ସେହି ବାଳମତି, ଏକା ହୋଇ ଅଇଲୁ ତୁ ଏ ତୋର କୀର୍ତ୍ତି। ଏ କୁଣ୍ଡୀ ନଗରେ ଭୀଷ୍ମକ ନାମେ ନୃପବର, ରୁକ୍ମଣ ନାମରେ ଅଛି ତା ଜ୍ୟେଷ୍ଠ କୁମର। ସବୁ କାଳେ ଆମ୍ଭ ସଙ୍ଗେ କରଇ ସେ ଦ୍ୱନ୍ଦ, ଆବର ଆସିଛି ସୈନ୍ୟ ଘେନି ଜରାସନ୍ଧ। ଚାରିଉଣା ଲକ୍ଷେ ରାଜା ତାର ଅନୁଗତ, ସଙ୍ଗତରେ ଆଣିଛନ୍ତି ବଳ ପ୍ରମିତ। ଅଷ୍ଟାଦଶ ବାର ଦେଲା ଜରାସନ୍ଧ ଧାଡ଼ି, ତା ଭୟରେ ପଳାଇଲେ ମଥୁରାକୁ ଛାଡ଼ି। ସଙ୍ଗେ ନାହିଁ ରଥ ଗଜ ନାହିଁ ସୈନ୍ୟ ସଖା, ଶତ୍ରୁ ରାଜେ ପରବେଶ କଲୁ ଆସି ଏକା। ଏକଥା ଲାଗଇ ମୋତେ ଅତି ଅଗୋଚର, ସୈନ୍ୟ ଘେନି ଆସିଅଛି ଜରାସନ୍ଧ ବୀର। ସବୁ ରୂପେ ସୈନ୍ୟ ଘେନିଛନ୍ତି ତାର ତୁଲେ, ବାରତା ପାଇଲେ ଛାଡ଼ି ଦେବେ କି ସେ ଭଲେ। ବହୁବାର ଗୋଡ଼ାଇ ଯେ ଥିଲା ଦୁଷ୍ଟପଣେ, ତା ସଙ୍ଗେ ଯୁଝିବ କିଏ ଏକା ହୋଇ ଜଣେ। ଏକଥା ବିଚାର ମନେ ନ କଲୁ ତୁ ହରି, ଆବର ବିଶେଷ ଆମ୍ଭେ ସବୁରି ବୈରୀ। ଦୁଷ୍ଟ ବୁଦ୍ଧି ଅଟେ ତୋର ନ ଜାଣିବା ପଣ, ଏ ବୁଦ୍ଧିରୁ ଲଜ୍ଜା ଆମ୍ଭେ ପାଇବାଟି ଜାଣ। ଉଗ୍ରସେନ ଏହି ରୂପେ କହିଲା ମଣାଇ, ଶୁଣି ମନ୍ଦ ହାସ କଲେ ଲକ୍ଷ୍ମୀ ଦେବୀ ସାଇଁ। ବଳରାମଙ୍କ ଛାମୁରେ ଯୋଡ଼ି କର ପତ୍ର, ପ୍ରତିଜ୍ଞା କରି କହିଲେ ପ୍ରଭୁ ପଦ୍ମନେତ୍ର। ଆହେ ସ୍ୱାମୀ ଆପଣଙ୍କ ପ୍ରସାଦରୁ ମୁହିଁ, କୋଟି ଜରାସନ୍ଧ କୀଟ ପରାଏ ମଣଇ। ତିନି ଭୁବନରେ ବୀର ଅଛନ୍ତି ବା ଯେତେ, ଏକତ୍ରିତ ହେଲେ ଜିଣି ନ ପାରିବେ ମୋତେ। ଏଥକୁ ଶୋଚନା କିମ୍ପା କର ହଳ ପାଣି, ବିଚାରିଲେ ତ୍ରିଭୁବନ ପାରଇ ମୁଁ ଜିଣି। ରୁକ୍ମିଣୀ ନାମରେ ଅଛି ଭୀଷ୍ମକର ଯେ ମା, ପ୍ରତ୍ୟକ୍ଷ ସେ ମହାଲକ୍ଷ୍ମୀ ରୂପେ ଅନୁପମା। ଶିଶୁପାଳକୁ ବରଣ କରିଛି ତା ଭାଇ, ପିତା ମାତା ଦୁହି ତାଙ୍କ ମନ ପାଉନାହିଁ। ବରଯାତ୍ରୀ ହୋଇ ଜରାସନ୍ଧ ଆସିଅଛି,
ଶିଶୁପାଳ ବର ବେଶ ହୋଇଣ ବସିଛି। 13 ଘଡ଼ି ବେଳ ବିଭା ଶେଷ ହେବ ଆଜ। କୁଶ ବନ୍ଧାଇଲେ ନାଶ ଯିବ ସବୁ କାର୍ଯ୍ୟ। ତେଣୁ ମୁହିଁ ଏ ଚରିତ କାହାକୁ ନ କହି ଏକା ବସି ଅଛି କନ୍ୟା ହରି ନେବା ପାଇଁ। ବଦନ୍ତି ଯେ ଦମ୍ପତି ବାକ୍ୟ ନାରାୟଣ। ଭୋଦେବ ଦ୍ୱାରକା ଲକ୍ଷ୍ମୀ ରୁକ୍ମିଣୀ ଯେ ଜାଣ। ଆପେ ଯେ ରୁକ୍ମିଣୀ ଦୂତ ଥିଲେ ପଠିଆଇ। ଆମ୍ଭେ ନ ଆସିଲେ ନିଶ୍ଚେ ମରିଥାନ୍ତେ ସେହି। ଏମନ୍ତ କହିଲେ ଯହୁଁ ପ୍ରଭୁ ହୃଷିକେଶ। ବଳରାମ ଆଦି ଯେ ସର୍ବେ ହୋଇଲେ ହରସ। ସେତଟାରେ କୃଷ୍ଣ ସଙ୍ଗେ ରହି ଯଦୁବଳ। ଭୁଞ୍ଜିଲେ ଯେ ଯାହା ମତେ ସ୍ୱାଦୁ ଫଳମୂଳ। ଅସଗଜ ସୁସ୍ଥ ହେଲେ ଜଳପାନ କରି। ଯାଦବ ଗୋଷ୍ଠୀରେ ବିଜେ କଲେ ଚକ୍ରଧାରୀ। ଯାଦବେ ଆସିବା ବାର୍ତ୍ତା 4 ଗଣେ ଜାଣି। ଭୀଷ୍ମଙ୍କ ଆଗରେ ଯାଇ କହିଲେ ସେ କ୍ଷଣି। ସାବଧାନ ହୋଇ ତୁମ୍ଭେ ଶୁଣ ନର ନାହା। ଗୁପ୍ତ ସନ୍ଦେଶ ଆମ୍ଭେ ପାଇଅଛୁ ଯାହା। ନଗରୁ କିଛି ଦୂର ଛାଡ଼ ବେଣୀ ନଦୀ ତୀରେ। କୃଷ୍ଣ ବିଜେ କଲେ ଆସି ରାମଙ୍କ ସଙ୍ଗରେ। ଉଗ୍ରସେନ ଆଦି ଯଦୁ ଭୋଜ ବଂଶୀ ଯେତେ। ସାତ୍ୟକୀ ସହସ୍ରାଜିତ ଉଦ୍ଧବ ସହିତେ। ରଥି ମହାରଥୀ ଗଜ ସପଦାତିକ। ଚତୁରଙ୍ଗ ସେନା ଆସିଛନ୍ତି ଅସଂଖ୍ୟକ। ବୀର ବେଶ ହୋଇ ସର୍ବେ କରନ୍ତି ପଲାଣି। ଏଥକୁ ଉଚିତ କାର୍ଯ୍ୟ କର ନୃପମଣି। ଡଗର ମୁଖରୁ ଶୁଣି ଏସନ ବାରତା। ଭ୍ରମେ ଭୀଷ୍ମକ ରାଜା ଯେ ମନେ କଲେ ଚିନ୍ତା। ବହୁତ ବିସ୍ମୟ ହୋଇ କରନ୍ତି ବିଚାର। ଏଥକୁ ଅଇଲେ କିମ୍ପା ରାମ ଚକ୍ରଧର। ନିମନ୍ତ୍ରଣ ନାହିଁ ତାଙ୍କୁ କିମ୍ପା ଅନିମିନ୍ତେ। ସୈନ୍ୟ ଘେନି ଆସିଛନ୍ତି ଜାଣିବା କେମନ୍ତେ। ଆମ୍ଭର ତ ଲାଗିଅଛି ବିଭାଘର କାର୍ଯ୍ୟ। ଜାଣି ଶୁଣି ନ ଲୋଡ଼ିଲେ ଉପୁଜିବ ଲାଜ। ଶତ୍ରୁ ହେଉ ପଛେ ଆସି ଉତ୍ସବ କାଳରେ। ଯେ ମିଳଇ ଗଣି ତାଙ୍କୁ ବନ୍ଧୁଙ୍କ ସଙ୍ଗରେ। ଏକଥା ବିଚାରି ତେବେ ଆଣିବି ମୁଁ ବରି। ଶୁଣିଲେ କୋପିବେ ନିଶ୍ଚେ ଜରା ଦଣ୍ଡଧାରୀ। ପରମ ଶତ୍ରୁ ତାଙ୍କର ଜରାସନ୍ଧ ରାୟ। ସଙ୍କଟ ପଡ଼ିଲା ଏବେ କରେ କି ଉପାୟ। ଅଷ୍ଟାଦଶ ବେଳ ଯାଏ ଦେଲା ସେହି ଧାଡ଼ି। ତା ଭୟରେ ମଥୁରାରୁ ପଳାଇଲେ ଛାଡ଼ି। 4 ଲକ୍ଷେ ରାଜା ଏକୁ ଏକ ବଳି। ଉଭୟ ଭେଟରେ ନିଶ୍ଚେ ଉପୁଜିବ କଳି। ଏହା ଜାଣୁ ଜାଣୁ କିମ୍ପା ଏଥକୁ ଅଇଲେ। ପୂର୍ବ ପ୍ରାଣ ପୀଡ଼ା କି ସେ ମନୁ ପାଶୋରିଲେ। ନାନା ମାୟା ଜାଣିଛନ୍ତି କୃଷ୍ଣ କାମ ପାଳ। ସବୁବେଳେ ଲୋଡ଼ା ତାଙ୍କୁ ହୁଅଇ କନ୍ଦଳ। ପୁଣି ବିଚାରଇ ତାଙ୍କ ମହିମା ଅପାର। ମାନବ ସୃଷ୍ଟିରେ ଯାହା ନୁହଇ ଗୋଚର। ମୁଁ ମଧ୍ୟ ପୂର୍ବରୁ ଜାଣେ ଥୋକେ ତାଙ୍କ ଗୁଣ। ଥୋକାଏ ବୋଲନ୍ତି ସେହୁ ସ୍ୱୟଂ ନାରାୟଣ। ରୁକ୍ମିଣୀ ବହୁତ ଆଶା ତାହାଙ୍କୁ କରିଛି। ବେଳ କାଳ ଜାଣି ଅବା ଧାତା ଅଣାଇଛି। ବାହ ସମୟ ଆସି ତ ହୋଇଲା ନିକଟ। କାକତାଳ ନ୍ୟାୟରେ ସେ ଆସି ହେଲେ ଭେଟ। କାର୍ଯ୍ୟକାଳ ସମତୁଲ ହେଲା ଆସି ସର୍ବ। ଦୈବ ଜାଣଇ ସିନା ଏ କଥାର ଭାବ। ଏମନ୍ତ ବିଚାରି ରାଜା କ୍ଷଣେ ମନ ହୋଇ। ପୁଣି ବିଚାରିଲେ କିଛି ଜଣା ଯାଉ ନାହିଁ। ବନ୍ଧୁପଣେ ଆଣିଥିବେ ଯଦି ଦମ ଘୋଷ।
ଆମ୍ଭେ ଡାକି ନ ଆଣିଲେ ପଛେ ହେବ ଦୋଷ। ଶିଶୁପାଳ ଅଟେ ତାଙ୍କ ମାଉସୀର ପୁଅ, ଉତ୍ସବରେ ଲୋଡ଼ିଥିବେ ଛାଡ଼ିଣ ପ୍ରିୟ। କାର୍ଯ୍ୟଗ୍ରାହୀ ଅଟେ ମୁହିଁ ଅନ୍ନ ଦେବି ଡାକି, ନ ଜାଣି ଆଗହୁଁ ଶଙ୍କା କରିବି କାହିଁକି। ଏମନ୍ତ ବିଚାର କରି ଭୀଷ୍ମଙ୍କ ରାଜନ, ଶ୍ରୀକୃଷ୍ଣ ଛାମୁରେ ଯାଇ ମିଳିଲେ ବହନ। କୁଶଳ ପଚାରି ତାଙ୍କୁ ଗୌରବ କଲେ, ଅକ୍ଷତ ତାମ୍ବୁଳ ଗୁଆ ଗନ୍ଧମାଲ୍ୟ ଦେଲେ। ଯଥାବିଧି ପାଦ ପୂଜା କରି ନୃପବର, ବୋଇଲେ ପ୍ରତିଷ୍ଠା ହେଲା ମନବର। ତୁମ୍ଭ ପାଦର ଯେଣୁ ମୋରା ଯେ ପଡ଼ିଲା, ଜାଣିଲି ମୋ ପୂର୍ବ ଭାଗ୍ୟ ଆସି ଉଦେ ହେଲା। ଦେବଙ୍କ ଉପରେ ଦେବ ତୁମ୍ଭେ ବିଶ୍ୱମୟ, ଚାରିଖାନି ସୃଷ୍ଟି ତୁମ୍ଭ ଗର୍ଭରୁ ଉଦୟ। ଜାପାଦେ ପୂଜନ୍ତି ବ୍ରହ୍ମା ବାସବ ଶଙ୍କର, ସେ ରୂପ ଦେଖି ପବିତ୍ର ହେଲା ଚକ୍ଷୁ ମୋର। ଯୁକତେ କନ୍ୟାକୁ ବିଭା କରୁଅଛି ଆଜ, ମୋ ପୁରେ ବିଜୟ କର ଆହେ ଦେବରାଜ। ଭୀଷ୍ମକ ନୃପତି ମୁଖୁଏ ସନକ ଗିର, ଶୁଣିନ ପରମ ତୋଷ ହେଲେ ଦାମୋଦର। ବୋଇଲେ ରାଜନ ତୁମ୍ଭେ ସର୍ବଗୁଣେ ସାଧୁ, ବିଚାରରେ ପର ନୁହଁ ଆମ୍ଭ ଇଷ୍ଟ ବନ୍ଧୁ। ଉଗ୍ରସେନ ନୃପତିର ଭାର୍ଯ୍ୟା ଇନ୍ଦୁମତୀ, ପାଟବଂଶୀ ଅଟଇ ସେ ସୁପବିତ୍ର ଜାତି। ତା ଗର୍ଭରୁ ଜାତ ବେନି କନ୍ୟା ଅନୁପମ, ଦେବକୀ ଦୈବକୀ ବୋଲି ଦୁହିଁଙ୍କର ନାମ। ଦେବକୀ ଗର୍ଭରୁ ଆମ୍ଭେ ହୋଇଅଛୁ ଜାତ, ଶିଶୁପାଳ ଜେନା ମଣି ଦୈବକୀର ସୁତ। ଧର୍ମରେ ମାଉସୀ ପୁଅ ଆମ୍ଭର ସେ ଭାଇ, ଦମଘୋଷ ନରପତି ମଉସା ଅଟଇ। ନ ଜାଣେ କୋପ କରନ୍ତି ଜରାସନ୍ଧ ରାଜା, ଦମଘୋଷର ଖୁଡ଼ୁତା ଆମ୍ଭର ସେ ଅଜା। ଯିବା ଆସିବା ନହିଲେ ବନ୍ଧୁ ହୁଏ ପର, ତେଣୁ ଆମ୍ଭର ଆସିବା ଅଟଇବେ ଭାର। ମଉସା ଏ କଥା କହି ନାହାନ୍ତି କିଞ୍ଚିତେ, ବାଟେ ଯାଉ ଦଇବରେ ପହଞ୍ଚିଲୁ ଏଥେ। ଯୁକତେ ଦ୍ୱାରକାପୁର ବହୁ ଦୂର ବାଟ, ଚଳି ନ ପାରିଲୁ ଏଥେ ପାଇ ଘୋର କଷ୍ଟ। ଆବର ଶୁଣିଲୁ ତୁମ୍ଭ ଘରେ ହେବ କାର୍ଯ୍ୟ, ଉତ୍ସବ ଦେଖିବା ପାଇଁ ରହିଗଲୁ ଆଜ। କୃଷ୍ଣଙ୍କ ମୁଖରୁ ଶୁଣି ଏସନ ଭାରତୀ, ଅତ୍ୟନ୍ତ ଆନନ୍ଦ ହେଲେ ଭୀଷ୍ମ ଯେ ନୃପତି। ସଙ୍ଗେ ଡାକି ନେଇ ଦିବ୍ୟ ଘରେ ରଖାଇଲେ, ଜଣ ଜଣ ପ୍ରତିରେ ସେ ବହୁମାନ୍ୟ କଲେ। ରନ୍ଧନ ଭୋଜନ ଦ୍ରବ୍ୟ 10 ଗୁଣ କରି, ଯୋଗାଇଲେ ପାରିବର ଭାଙ୍କୁ ଯେ ହକାରି। ଚନ୍ଦନ କର୍ପୂର ରତ୍ନ ବସ୍ତ୍ର ସମର୍ପିଲେ, ରାଜଯୋଗ୍ୟ ଉପଚାର ମାନ ଯୋଗାଇଲେ। ଅନେକ ଗୌରବ ପାଇ ରହିଲେ ଶ୍ରୀହରି, ବଳଦେବ ତୁଲେ ଉଗ୍ରସେନ ଆଦି କରି। ସମସ୍ତେ ଯାଦବ ରହି ସନ୍ତୋଷେ ଭୁଞ୍ଜିଲେ, ଚନ୍ଦନ ବଳିଣ ଅଙ୍ଗେ ପୁଷ୍ପ ମଣ୍ଡି ହେଲେ। ଅତି ବେଗେ ଜଗନ୍ନାଥେ ସାରିଲେ ମଣହି, ପଞ୍ଚଭୂତ ଆତ୍ମା ଅଛି ରୁକ୍ମିଣୀର ତହିଁ। ଭୋଜନରୁ ଉଠି ପ୍ରଭୁ ଆଚମନ କରି, ବିଚାରନ୍ତି କନ୍ୟା ଆଜ ପାଇବି କିପରି। ମନେ ଉଦ୍ବେଗ ହୋଇ ତାମ୍ବୁଳ ଯେ ଭୁଞ୍ଜିଲେ, ବସନ ଭୂଷଣ ପିନ୍ଧୁ ସୁବେଶ ହୋଇଲେ। ଅମଳାନ ପୀତ ବସ୍ତ୍ର ତ୍ରିକଛରେ ପିନ୍ଧି, ଲୋଟଣୀ ଛନ୍ଦରେ ଗଭା ମସ୍ତକରେ ବାନ୍ଧି। ଶରଦ ଚନ୍ଦ୍ରମା ତୁଲ୍ୟ ଦିଶେ ମୁଖ ଗୋଟି,
अर्ध विकसित होई कमल कि फुटी पादे लगी हेले स्वामी रतन कठाऊ मणिरत्न किरण रे दिशे दाऊ दाऊ उतरी बसन गोटी कंधे बेढ़ाइले उद्धव को संगे घेनी बाहर होइले पादगामी होई विजे कले लीला गति थोकाए जादव बेढ़ी छंती चौकती कुंडी नगर दांडे दांडे करंती गमन आश्चर्य होइले देखी पुरवासी जन अपूर्व मोहन रूप देखी नर नारी एकुआरे कधामंती आगरे उभारी सतेपुर घेरी सर्वे देखी पद्म मुख बोलंती खंडिलु आज थिला जेते दुख कोटि कंदर्प को जय करे रूप राशि केमंते गढ़िला धाता केते काल बसी एमंत पूर्व रूप देखिला तो नाही केवले पवित्र हेली नयन रे चाही केवल ये रूप को की बोली बनिमा निज भुवन रे खोजी न मिले उपमा मस्तके बरही पुछ दिशई सुंदर नख दंत रोमा बळी अति मनोहर नयनर शोभा जेन्हे नीलोत्पल फुटी जेणु करी मोहु छंती चराचर सृष्टि गंडमंडल रे सोहे मर्कत कुंडल आकाशे उदय जेन्हे आदित्य मंडल अमृत दृष्टि रे पुणी चाहंती अपांगे पुष्पबाण प्राय बाजे कामिनी कंगे बिंबाधरे मंद हास करिण से कथा कहन्ते युवती गण पाउछंती व्यथा नासा फुलाइण चाहि दियन्ते से टेकी गजमुकुतार तेज दिशई झलकी इंद्र नीलमणि तुल्य विराजई काय बदनरु गଳି पड़े सते कि अमीय चंद्रमा पराए मुख दिशई चहटी हरडम्बरु को जिणी शोभा पाए कटी विस्तारित वक्षस्थल दीर्घ बेनी बाहु मदन देवर प्रतिमूर्ति की बाएहु उलट रंभा पराए सोहे जानू बेनी चाली जानते शोभा मती दिशई मेदिनी संसार भितरे जेते श्रेष्ठ गुण थिला ताणी विधाता अबा एक ठूल कला एहांक शरीरे सबु पुराइछि आणी मत्स्य चाप अंकुशरे सोहे पाद पाणी बलिला सुवर्ण प्राय दिशई अंगुली सेवती पाखुड़ा परी नख दिव्य झड़ी त्रिकल्प खोसिण पीत वस्त्र पिंधिछंती एहा देखी मुरुछिब के बण युवती थोकाए बोलंती केबे ए मानव नुहे एका जणे समस्तंक मन मोहिनीए आबर बोलंती तही थोकाए युवती रुक्मिणी अनुरूप अटंती ए पति न जानी रुक्मिणी शिशुपाल को बरिला न खोजी न बुझी किंपा मती भ्रम कला एहाकु रुक्मिणी जेबे होई थान्ते विभा लक्ष्मी नारायण परी दिशी थान्ते शोभा निश्चय जेबे वेद शास्त्र होई थी बसत रुक्मिणी को यही बर हेब परापत शिवंक मस्तके जेन्हे सोहे गंगा नीर रतने जड़ित जेन्हे शुद्ध सोनहार तेसन प्रकारे दुहे पाई थान्ते शोभा न जानी रुक्मण करे शिशुपाले विभा हेमंत भाळेणी करी नग्र नर नारी
ଦେଖନ୍ତି ଉତ୍ସୁକ ହୋଇ ଚଉପାଶେ ଘେରି। କୁଳବଧୂମାନେ ଲଜ୍ଜା ଛାଡ଼ି ଦେଇ ଦୂରେ ଦେଖିବା ପାଇଁ କି ଆସି ମିଳନ୍ତି ଦାଣ୍ଡରେ। ଜଗତ ମୋହନ ରୂପ ନୟନରେ ଦେଖି ଚଳି ନ ପାରିଣ ଚାହିଁ ରହନ୍ତି ନିରେଖି। କୃଷ୍ଣ କୃଷ୍ଣ ବୋଲି ବାଣୀ ଶୁଭେ ଚଉଦିଗେ ଶୁଣିନ ଡଗର ମିଳି ଜରାସନ୍ଧ ଆଗେ। କର ଯୋଡ଼ି ବେଲେ ଶୁଣ ମଗଧ ଈଶ୍ୱର କଥାଏ ଦେଖିଲି ଆଜି ବଡ଼ ଚମତ୍କାର। ଉଗ୍ରସେନ ଆଦି ସବୁ ଯାଦବଙ୍କୁ ଘେନି କୁଣ୍ଡି ନଗ୍ରେ ବୁଲୁଛନ୍ତି ରାମ କୃଷ୍ଣ ଘେନି। ସ୍ନାନ ଭୋଜନ ଆଦି ନିତ୍ୟ କର୍ମ ସାରି ଦାଣ୍ଡରେ ବୁଲନ୍ତି ସର୍ବେ ପାଦ ଗତି କରି। ନଗ୍ର ନର ନାରୀ ଦେଖି ହୋଇଣ ଉଚାଟ ଦାଣ୍ଡ ହାଟେ ପୁରିବାର ନ ମିଳଇ ବାଟ। ବ୍ରାହ୍ମଣ କ୍ଷତ୍ରିୟ ଆଦି ଛନ୍ତି ଯେତେ ଜାତି କୃଷ୍ଣ ରୂପ ଦେଖି ସର୍ବେ ମୋହିତ ହୁଅନ୍ତି। କି କାରଣେ ଆସିଛନ୍ତି ସେମାନେ ଠାକୁ ସିଂହଦ୍ୱାର ନିକଟରେ ଦେଖିଲି ମୁଁ ତାଙ୍କୁ। ଡଗର ମୁଖରୁ ଶୁଣି ଜରାସନ୍ଧରାଏ କୋପ ଭରେ ଗରଜିଲା କାଳ ସର୍ପ ପ୍ରାଏ। ଉଲସଇରୋମା ବଳି ନୟନ ଚଞ୍ଚଳ ରଟମଟ ଦନ୍ତ ପାଟି ବଦନ କରାଳ। ନିଶ୍ୱାସ ପବନ ଯେହ୍ନେ ଅଣଚାଷ ବାତ ଗଦା ଧରି ଆସ୍ଥାନରୁ ଡେଇଁଲା ତ୍ୱରିତ। ରେ କାର କରି ବୀର ଧାଏଁ ଶୀଘ୍ର ଗତି କୋଳ କରି ଓଗାଳିଲା ଚେଦିନର ପତି। ଶିରେ କରପତ୍ର ଯୋଡ଼ି ବୋଲେ ଦମ ଘୋଷ ଭୋଦେବ ମୋ କଥା ଘେନି ଛାଡ଼ ମନୋରୋଷ। ପୃଥିବୀରେ ବଳବନ୍ତ ତୁମ୍ଭେ ମହାରାଜା ଚାରିଉଣା ଲକ୍ଷେ ନୃପ ତୁମ୍ଭର ପରଜା। ବଳବନ୍ତ ବିଦ୍ୟାବନ୍ତ ସର୍ବଗୁଣ ନିଧି ସାନ ଲୋକ ପ୍ରାୟ କିମ୍ପା ହେଉଅଛ କ୍ରୋଧୀ। କ୍ରୋଧ ହେଲେ ନାଶ ଯିବ ଏଡ଼େକ ସମ୍ଭାର ବିଭା ଶେଷ ହେବା ଯାଏ ମନେ ଧୈର୍ଯ୍ୟ ଧର। ରାମକୃଷ୍ଣ ଆସିବାରୁ କରିଅଛ ରୋଷ ମୁଁ ଯାହା କହୁଛି ଏବେ ଶୁଣ ନୃପଇଶ। ପୃଥିବୀରେ ଯାଦବଙ୍କୁ ରଖନ୍ତା କେ ନାହିଁ ତୁମ୍ଭ ସଙ୍ଗେ ଯୁଦ୍ଧ ସେହୁ କରିବେ କାହିଁ। ଅଷ୍ଟାଦଶ ବେଳେ ଧାଡ଼ି ହେବାରୁ ଭୟରେ ମଥୁରା ଛାଡ଼ି ରହିଲେ ସମୁଦ୍ର ଭିତରେ। ସେ ଯେବେ ଏଠାକୁ ଆସିଅଛନ୍ତି ନ ଜାଣି ଏହି କ୍ଷଣି ପଳାଇବେ ତୁମ୍ଭ ନାମ ଶୁଣି। ନୋହିଲେ ତ ସର୍ବରାଜା କରିଥାଇ ସଭା ଶରଣ ପଶିବା ପାଇଁ ଆସିଥିଲେ ଅବା। ଜନମ ଲଭିଲେ ନିଶ୍ଚୟ ମରଣ ହୁଅଇ କଳି ଦ୍ୱନ୍ଦ୍ୱ ଉପୁଜିଲେ ସମାଧାନ ଥାଇ। ଦମ ଘୋଷ କଥା ଶୁଣି ବୋଲେ ଜରାସନ୍ଧ ବଡ଼ ଦୁଷ୍ଟ ଗଉଡ଼ ସେ କରିପାରେ ଦ୍ୱନ୍ଦ୍ୱ। ତାଠାରେ କଦାଚ ମୋର ବିଶ୍ୱାସ ନୁହଁଇ କେତେ ଥର ପଳାଇଛି ମୋତେ ଲଜ୍ଜା ଦେଇ। ଏକା ଜଣ କରେ ମୋର କରଇ ସେ ହାନି ସେ ଏବେ ଆସିଛି ସଙ୍ଗେ ଯାଦବଙ୍କୁ ଘେନି। ବଡ଼ ମାୟା ଧର ଅଟେ ସେ ଗୋପୀ ଲମ୍ପଟ ଜାଗ୍ରତ ନହିଲେ ନିଶ୍ଚୟ କରିବ ନିଷ୍ଟ। ସବୁ ନୃପେ ଠୁଳ କରି ଯେ ଯାହା ସଇନି ସାବଧାନ ହୋଇଥାଅ ଅସ୍ତ୍ର ଶସ୍ତ୍ର ଘେନି। ଦମ ଘୋଷ ବୋଲେ ସେହୁ ପଡ଼ିଛି ସଙ୍କଟେ ଯାଦବଙ୍କୁ ଘେନି ଆସି ପଶିଅଛି ଥାଟେ। ଏଥୁ ସେ ବାହାର ହୋଇ କେଉଁ ବାଟେ ଯିବ ଦୁଷ୍ଟପଣ କଲେ ନିଶ୍ଚୟ ପ୍ରାଭବ ପାଇବ। ଜିଅନ୍ତା ଧରିବି ତାଙ୍କୁ ତୁମ୍ଭେ ଆଜ୍ଞା ଦେଲେ କାର୍ଯ୍ୟହାନି ହେବ ଆଗ ଆମ୍ଭେ ଗୋଳ କଲେ।
ଦ୍ୱାବିଂଶତି ଦଣ୍ଡ ବେଳ ହୋଇଲାଣି ଆସି ବରଯାତ୍ରୀ ହୋଇ ସବୁ ନୃପେଛନ୍ତି ବସି ବାଟ ବରଣାଦି କାର୍ଯ୍ୟ ସରିଲା ସକଳ ବେନି ଦଣ୍ଡ ଗଲେ ହେବ ଶୁଭ ଲଗ୍ନ ବେଳ ହାତ ଗଣ୍ଠି ପଡ଼ି ବିଭା ଶେଷ ହେବା ଯାଏ ସ୍ଥିର ହୋଇ ବସ ପଛେ କରିବ ଉପାଏ ଶୁଣି ଜରାସନ୍ଧ କୋପ ଛାଡ଼ି ତୋଷ ମନେ ବାହୁଡ଼ ବସିଲା ଯାଇ ଆପଣା ଆସନେ ବ୍ରାହ୍ମଣ ମାନଙ୍କୁ ଡାକି ବୋଲେ ନୃପବର ବିଭା ଲଗ୍ନ ବେଳ ଧରି ମହାବାକ୍ୟ କର କନ୍ୟାଦାନ ବିଧାନର ପୂଜା ସାର ବେଗେ ସୁବେଶ ହୋଇଣ କନ୍ୟା ଆସୁ ଏହି ଲାଗେ ଏହା ଶୁଣି ଦ୍ୱିଜଗଣ କର୍ମ ଆରମ୍ଭିଲେ ଆଜ୍ଞା ପାଇ ଦାସୀ ମାନେ ଭିତରକୁ ଗଲେ ଅହମଣ୍ଡଳେ ପ୍ରବେଶୀ କନ୍ୟାକୁ ବସାଇ ଦ୍ୱାଦଶ ତୀର୍ଥ ଜଳରେ ସ୍ନାନ କରାଇ ତିଳ ଅଁଳାର ଘଟି ଅଙ୍ଗରାଗ ବୋଳି ହଳଦୀ ଲେପନ କଲେ ମିଳି ସର୍ବଆଳି ଝିନ ବସନରେ ପୁଣି ଅଙ୍ଗ ଦେଲେ ପୋଛି ଅମଳାନ ନୂଆ ଶାଢ଼ୀ ପିନ୍ଧାଇଲେ ବାଛି ମେଘ ଡମ୍ବରୁ ବସନ ଉପରାଣ କଲେ ଶ୍ରୀଅଙ୍ଗ କର୍ପୂର ଚୁଆ ଚନ୍ଦନ ଲେପିଲେ ସୁଗନ୍ଧ ତୈଳେ କେଶ ସମ୍ମାର୍ଜନ କରି କୁସୁମ ସଜାଇ ଯତ୍ନେ ଖୋସିଲେ କବରୀ ଗଳାରେ ମର୍କତ ହାର କର୍ଣ୍ଣେ ରତ୍ନ କାପ ବଳୟ କଳଙ୍କ ବିଦ ସତେଶରୀ ଚାପ ରତନ ଚର୍ଚ୍ଚିତ ଶୁଦ୍ଧ ସୁବର୍ଣ୍ଣର ଗୁଣା ତିଳ ଫୁଲ ନାସିକାରେ ଦିଶଇ ସେ ଜିଣା ଚନ୍ଦ୍ରମା ବଦନ ତେଣୁ ଦିଶେ ଦିବ୍ୟ ଶୋଭା ପୂର୍ବ ଦିଗେ ଗୁରୁ ଶୁକ୍ର ଉଇଁଛନ୍ତି ଅବା ରାଜୀବ ନେତ୍ରେ ରଞ୍ଜିଲେ କଜଳର ରେଖା ଲଲାଟ ପଟରେ ଦେଲେ ସିନ୍ଦୁରର ଟୀକା ତ୍ରୈଲୋକ୍ୟ ମହିଳା ତେଣୁ ସେ ଅପୂର୍ବ ମୁଖ ସହଚରୀ ମାନେ ଦେଖି ପାଶୋରିଲେ ଦୁଃଖ ତାଡ଼ ତୋଡ଼ରେ ବାହୁଟି ସୁବର୍ଣ୍ଣ କଙ୍କଣ ଖଞ୍ଜିଣ ପ୍ରେୟସୀ ମାନେ ଦେଖାନ୍ତି ଦର୍ପଣ କଟିରେ ଚିତ୍ର ମେଖଳା ରତ୍ନ ଓଢ଼ିଆଣି ଅତି କ୍ଷୀଣ ମଝାହର ଡମ୍ବରୁକୁ ଜିଣି ରକ୍ତ ପଦ୍ମ ଚରଣରେ ନୂପୁର ବିରାଜେ ସଧିରେ ଚାଲିଣ ଯାନ୍ତେ ଋଣୁ ଝୁଣୁ ବାଜେ ଚମ୍ପକ କଳିକା ପ୍ରାୟ ଦିଶଇ ଅଙ୍ଗୁଳି ଚନ୍ଦ୍ରମା ନିକଟେ ଯେହ୍ନେ ତାରା ଗଣ ମିଳି ରସାଣିଲା ସୁନା ପ୍ରାୟ ଦିଶେ ଦେହ କାନ୍ତି ଝଟକ ବିଜୁଳି ଜିଣି ଚହଟଇ ଜ୍ୟୋତି ନାରାୟଣ ସ୍ୱାମୀଙ୍କର ଅଟନ୍ତି ବଲ୍ଲଭା କ୍ଷୀର ସମୁଦ୍ରରୁ ଆସି ବିଜେ କଲେ ଅବା ଜନକ ଭବନେ ଯେହ୍ନେ ସୀତା ଦେବୀ ଥିଲେ ରାମଙ୍କୁ ବରିବା ପାଇଁ ମେଢ଼ରୁ ଅଇଲେ ତେମନ୍ତ ପ୍ରକାରେ ଶୋଭା ଦିଶିଲା ସେ କାଳେ ରୁକ୍ମିଣୀ ପ୍ରବେଶ ହେଲେ ଅହିୟ ମଣ୍ଡଳେ ପାରୁଷରେ ବେଢ଼ିଛନ୍ତି ଲକ୍ଷେ ପରିବାରୀ କେହି ଛତ୍ର କେ ଚାମର କେ ଆଲଟ ଧରି ବିଞ୍ଚଣୀ ସୁବାସନୀର ଧୂମ ଧୂପ କାଠି ଥକାଏ କରନ୍ତି ଆଗ ପଛ ପୁଷ୍ପ ବୃଷ୍ଟି ସୁବର୍ଣ୍ଣ ହାନ୍ଦୋଳା ପରେ ବିଜୟ ରୁକ୍ମିଣୀ ପାରୁଷେ ସୁମେଧା ସଖୀ ଖଟେ ମନ ଜାଣି ବାଜିଲା ମଙ୍ଗଳ ଶଙ୍ଖ ଉପାଙ୍ଗେ ମହୁରୀ ହୁଳହୁଳି ଦେଉଛନ୍ତି କୁଳବତୀ ନାରୀ ସଖିଏ ଚାଲନ୍ତି କରେ ଟେକିଣ ଚାମର ନାନା ବାଦ୍ୟ ଶବଦରେ କମ୍ପେ ତିନି ପୁର ଶ୍ଵେତ ଛତ୍ରକୁଟେ କନ୍ତି ପରିବାରି ଗଣେ ଦେବୀ ମନ୍ଦିରକୁ ଯେ ମା ବିଜୟ ଗହଣେ କେବଳ ସଖିଆ ଲଟ ଧରି ଧୀରେ ବିଞ୍ଚି
ପନିର ପିଚିକା ପାଣି କେ ପକାଏ ସିଞ୍ଚି। ଦେବୀ ପୂଜା ଉପହାର ଧରିଛନ୍ତି ଥୋକେ। ଦେଖିବା ପାଇଁ କି ଜନ୍ତା ଜନ୍ତି ହନ୍ତି ଲୋକେ। କୁଣ୍ଡିନଗର ମଧ୍ୟେ ଯେତେ ନର ନାରୀ ଥିଲେ। ରୁକ୍ମିଣୀଙ୍କି ଦେଖିବାକୁ ସମସ୍ତେ ଧାଇଁଲେ। ଅହମଣ୍ଡଳୀରେ ବିଜେ କଲେ ରୁକ୍ମିଣୀ। ଆନନ୍ଦରେ ହୁଳହୁଳି ଦିଅନ୍ତି ତରୁଣୀ।